ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି20 ଗୁଆହାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମ୍ୟାଚ୍ରେ ଭାରତ ପ୍ରଥମେ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର 2 ଜଣ ଆସିଥିଲେ କିନ୍ତୁ ଏତେଟା ସଫଳ ହୋଇନଥିଲେ। ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ 48 ରନର ଇନିଂସ ଖେଳିଥିଲେ 40 ବଲ୍ରେ। ମାର୍କ ଚାପମ୍ୟାନ୍ 23 ବଲ୍ରେ 32 ରନର ଇନିଂସ ଖେଳିଥିଲେ। ମିଚେଲ ସେଣ୍ଟନର 17 ବଲ୍ରେ 27 ରନର ଇନିଂସ ଖେଳିଥିଲେ। ଡେରେଲ୍ ମିଚେଲ ଏତେଟା ଭଲ ଖେଳିନଥିଲେ, 8 ବଲ୍ରୁ 14 ରନ୍ କରି ଆଉଟ୍ ହୋଇଯାଇଥିଲେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇଦେବେ। ଏହି ପ୍ରଥମ ଇନିଂସରେ ଯଶପ୍ରୀତ ବୁମରା ଭାରତ ପକ୍ଷରୁ 4 ଓଭର ବୋଲିଂ କରି 3 ୱିକେଟ୍ ନେଇଥିଲେ ଓ 17 ରନ୍ ଦେଇଥିଲେ। ରବି ବିଶୋଇ 4 ଓଭର ବୋଲିଂ କରିଥିଲେ, 2 ୱିକେଟ୍ ନେଇ 18 ରନ୍ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା 3 ଓଭର ବୋଲିଂ କରିଥିଲେ, 2 ୱିକେଟ୍ ନେଇ 23 ରନ୍ ଦେଇଥିଲେ। ହର୍ଷିତ ରାଣା 4 ଓଭର ବୋଲିଂ କରିଥିଲେ, 1 ୱିକେଟ୍ ନେଇଥିଲେ ଓ 35 ରନ୍ ବ୍ୟୟ କରିଥିଲେ। ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ 20 ଓଭରରେ 153 ରନ୍ରେ 9 ୱିକେଟ୍ ହରାଇଥିଲା। ଭାରତକୁ ଦେଇଥିଲା 154 ରନ୍ର ବିଜୟ ଲକ୍ଷ୍ୟ। ଭାରତ ପ୍ରଥମରୁ ସଞ୍ଜୁ ସାମସନ୍ଙ୍କ ହିସାବରେ ପ୍ରଥମ ୱିକେଟ୍ ଝଟକା ଉପରେ ଲାଗିଥିଲା, କିନ୍ତୁ ଅଭିଷେକ ଶର୍ମା ଗୋଟେ ପଟରୁ 20 ବଲ୍ରୁ 68 ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ, ଯାହାକି ପଡ଼ିଆର ଚତୁର୍ଦିଗକୁ ଛକା ଚୌକାର ବର୍ଷା କରିଥିଲେ। ଇଶାନ କିଶନ ଆପଣ ଜାଣିଛନ୍ତି ଗତ ମ୍ୟାଚ୍ରେ ସୁନ୍ଦର ବ୍ୟାଟିଂ କରିଥିଲେ। ଏ ମ୍ୟାଚ୍ରେ ମଧ୍ୟ 13 ବଲ୍ରୁ 28 ରନ୍ କରିଥିଲେ। ସଞ୍ଜୁ ସାମସନ୍ ପ୍ରଥମ ବଲ୍ରେ 1 ବଲ୍ରେ 0 ଆଉଟ୍ ହୋଇଯାଇଥିଲେ। ପୂର୍ବ ମ୍ୟାଚ୍ ପରି ସୂର୍ଯ୍ୟ କୁମାର ଯାଦବ କ୍ୟାପ୍ଟେନ୍ ଭାରତୀୟ ଦଳର ସେ ସୁନ୍ଦର ବ୍ୟାଟିଂ କରିଥିଲେ। 26 ବଲ୍ରୁ 57 ରନ୍ କରିଥିଲେ ଓ ଦଳ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଲଢ଼ି 10 ଓଭର 5 ବଲ୍ରେ ଭାରତକୁ ବିଜୟ ଦେଇଥିଲେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇଦେବେ। ଏହା 5 ମ୍ୟାଚ୍ ବିଶିଷ୍ଟ ଟି20 ଟୁର୍ଣ୍ଣାମେଣ୍ଟ। ଏଥିରେ ଭାରତ 3-0ରେ ବିଜୟୀ ହୋଇଛି। ସିରିଜ୍ ମଧ୍ୟ ବିଜୟୀ ହୋଇଛି। ଆଉ 2ଟି ତଥାପି ନିର୍ଣ୍ଣାୟକ ଟୁର୍ଣ୍ଣାମେଣ୍ଟ ରହିଛି। 2ଟା ମ୍ୟାଚ୍ ରହିଛି, ଦେଖାଯାଉ। ଭାରତ 5-0ରେ ବିଜୟ ହେବା ଲକ୍ଷ୍ୟରେ ରହିଛି। ଆଗକୁ ଅଛି ବିଶ୍ୱକପ୍, ସେଥିପାଇଁ ତାର ସବୁ ପ୍ଲେୟାରଙ୍କୁ ଚେକ୍ ମଧ୍ୟ କରୁଛି। ଏପଟେ ନ୍ୟୁଜିଲାଣ୍ଡ ଦଳ ସବୁ ପ୍ରକାର ଚେଷ୍ଟା ବଳ ପ୍ରୟୋଗ କରି ତାର ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ବେଲ୍ ଆଇକନ୍ଟିକୁ ବଜାଇଦେବେ ନୂଆ ଆସିଥିଲେ। ଜୟ ଜଗନ୍ନାଥ।